ଆସିଲା ସୁଭଦ୍ରା ଯୋଜନା ଟଙ୍କା। ହଁ ଫ୍ରେଣ୍ଡସ୍, ମାନେ ଆପଣମାନେ ଠିକ୍ ଶୁଣିଲେ କି ଆସିଗଲା ସୁଭଦ୍ରା ଯୋଜନା ଟଙ୍କା। ତ ଫ୍ରେଣ୍ଡସ୍ ଦେଖନ୍ତୁ, ଯେଉଁମାନେ ବି ସୁଭଦ୍ରା ଯୋଜନା ଟଙ୍କା ପାଉଛନ୍ତି, ତ ଆପଣମାନଙ୍କ ପାଇଁ ଖୁସି ଖବର। ଫ୍ରେଣ୍ଡସ୍, ଆପଣମାନଙ୍କ ଅଗଷ୍ଟ 28 ତାରିଖ ଦିନ ଆପଣମାନଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି ସୁଭଦ୍ରା ଯୋଜନା 5,000 ଟଙ୍କା ଲେଖାଏଁ। ହଁ ଫ୍ରେଣ୍ଡସ୍, ମାନେ ଆପଣମାନଙ୍କ ଆକାଉଣ୍ଟକୁ ଆସିଯିବ ସୁଭଦ୍ରା ଯୋଜନାର 5,000 ଟଙ୍କା ଲେଖାଏଁ। ତ ଯେଉଁମାନେ ବି ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଟଙ୍କା ପାଉଛନ୍ତି, ସମସ୍ତଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି ସୁଭଦ୍ରା ଯୋଜନା ଟଙ୍କା। ତ ଫ୍ରେଣ୍ଡସ୍, ମାନେ ଯେଉଁମାନେ ବି ପ୍ରଥମରୁ ଟଙ୍କା ପାଉଛନ୍ତି ସେମାନେ ନିଶ୍ଚିତ ଭାବେ ଟଙ୍କା ପାଇବେ, ଏବଂ ଯେଉଁମାନେ ନୂତନ ଭାବେ ମଧ୍ୟ ଆପ୍ଲାଏ କରିଥିଲେ ସେମାନଙ୍କୁ ମଧ୍ୟ ମିଳିବାକୁ ଯାଉଛି ସୁଭଦ୍ରା ଯୋଜନାର ଟଙ୍କା। ତ ଫ୍ରେଣ୍ଡସ୍, ଯଦି ଆପଣଙ୍କ ପରିବାରରେ କେହି ମଧ୍ୟ ସୁଭଦ୍ରା ଯୋଜନା ଟଙ୍କା ପାଉଥାନ୍ତି, ତ ଫ୍ରେଣ୍ଡସ୍ ଆପଣମାନେ ଅଗଷ୍ଟ 28 ତାରିଖ ଦିନ ଯେଉଁଦିନକି ରାକ୍ଷୀ ପୂର୍ଣ୍ଣିମା ଅଛି, ଏବଂ ସେହିଦିନ ସୁଭଦ୍ରା ଯୋଜନାର 5,000 ଟଙ୍କା ଆପଣମାନଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେବାକୁ ଯାଉଛି। କିନ୍ତୁ ଫ୍ରେଣ୍ଡସ୍, ସୁଭଦ୍ରା ଯୋଜନା ଟ୍ରାନ୍ସଫର ହେବା ଆଗରୁ ମୁଁ ଆପଣମାନଙ୍କୁ କେତୋଟି ଜିନିଷ କହିଦେଉଛି କି ଆପଣମାନେ ଏହା କଲେ ହିଁ ଆପଣମାନଙ୍କ ଟଙ୍କାଟି ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେଇପାରିବ, ନଚେତ୍ ଆପଣମାନଙ୍କ ଆକାଉଣ୍ଟକୁ ଆସିବ ନାହିଁ। ତ ଫ୍ରେଣ୍ଡସ୍, ଯେମିତିକି ହେଉଛି ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପୂର୍ବରୁ ଆପଣମାନଙ୍କ ବ୍ୟାଙ୍କରେ ଡିବିଟି ଲିଙ୍କ ଥିବା ନିହାତି ଦରକାର। ତ ପ୍ରଥମେ ଫ୍ରେଣ୍ଡସ୍, ଆପଣମାନଙ୍କ ଯେଉଁମାନଙ୍କ ପାଖରେ ଡିବିଟି ଲିଙ୍କ ନାହିଁ ବା ଆଧାର ଲିଙ୍କ ନାହିଁ, ଆପଣମାନେ ବ୍ୟାଙ୍କକୁ ଯାଇକି ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଆପଣଙ୍କ ଡିବିଟି ଲିଙ୍କ କରେଇ ନିଅନ୍ତୁ, ଏବଂ ଆଧାର ଲିଙ୍କ ମଧ୍ୟ କରେଇ ଦେବେ। ଏବଂ 2 ନମ୍ବର ହେଲା ଫ୍ରେଣ୍ଡସ୍, ଆପଣମାନଙ୍କ ବ୍ୟାଙ୍କଟି ଅପଡେଟ୍ ଥିବା ଦରକାର, ଯେଉଁଟାକି ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟଟି ଚାଲୁଥିବା ଦରକାର। ତେବେ ଯେ ଆପଣମାନଙ୍କ ଟଙ୍କା ଆସିବ, ନଚେତ୍ ଆପଣମାନଙ୍କ ଟଙ୍କା ଆସିବ ନାହିଁ। ଏବଂ ଆଉ ଗୋଟେ କଥା ଫ୍ରେଣ୍ଡସ୍, ମୁଁ କହି ରଖୁଛି କି ଯେଉଁମାନେ ସୁଭଦ୍ରା ଯୋଜନାରେ କୌଣସି କାରଣରୁ ରିଜେକ୍ଟ ହେଇଯାଇଥିଲା ବା ତାଙ୍କ ପେଣ୍ଡିଂ ଲିଷ୍ଟରେ ଥିଲା, ପ୍ରଥମେ ଆପଣ ଚେକ୍ କରିନିଅନ୍ତୁ କି ଆପଣମାନଙ୍କ ସବୁ ସଂଶୋଧନ ହୋଇସାରିଛି କି। ଯଦି ସଂଶୋଧନ ହୋଇଥିବ, ତେବେ ଯେ ଆପଣମାନଙ୍କ ଟଙ୍କାଟି ଆସିବ, ନଚେତ୍ ଆପଣମାନଙ୍କ ଟଙ୍କା ଅଣ୍ଡର ପ୍ରୋସେସରେ ହିଁ ରହିଯିବ। ତ ଫ୍ରେଣ୍ଡସ୍, ଯଦି ଆପଣଙ୍କ ପରିବାରରେ କେହି ମଧ୍ୟ ଆପଣଙ୍କ ଫ୍ୟାମିଲିରେ ଟଙ୍କା ପାଉଥାନ୍ତି, ତ ନିଶ୍ଚିତ ଭାବେ ଫ୍ରେଣ୍ଡସ୍ ଆପଣମାନେ ଜଣେଇଦେବେ କି ଆସନ୍ତା ଅଗଷ୍ଟ 28 ତାରିଖ ଦିନ ଆଉ କିଛି ଦିନ ବାକି ରହିଲା, ତ ଫ୍ରେଣ୍ଡସ୍ ଆପଣମାନଙ୍କ ଟଙ୍କା ଟ୍ରାନ୍ସଫର ହେବାକୁ ଯାଉଛି। ସେ ଟଙ୍କା ଟ୍ରାନ୍ସଫର ହେବା ପୂର୍ବରୁ ଫ୍ରେଣ୍ଡସ୍ ଏଇସବୁ ଜିନିଷକୁ ସେମାନେ ସମାଧାନ କରିନେଲେ ହିଁ ସେମାନେ ସୁଭଦ୍ରା ଯୋଜନାର ଟଙ୍କା ପାଇପାରିବେ, ନଚେତ୍ ଫ୍ରେଣ୍ଡସ୍ ଟଙ୍କା ପାଇବେ ନାହିଁ। ତ ଦେଖନ୍ତୁ ଫ୍ରେଣ୍ଡସ୍, ଯେମିତି ସରକାରଙ୍କ ନିୟମ ଅନୁସାରେ ଫ୍ରେଣ୍ଡସ୍ ଆପଣମାନଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ଏବଂ ମହିଳା ବିଶ୍ୱ ଦିବସରେ ଆପଣମାନଙ୍କ ଟଙ୍କା ମିଳିଥାଏ। ତ ଫ୍ରେଣ୍ଡସ୍, ଆପଣମାନଙ୍କ ଯେଉଁଟାକି ମହିଳା ଦିବସରେ ଆପଣମାନଙ୍କ ଟଙ୍କା ମିଳିସାରିଥିଲା, ଯେଉଁଟାକି ମାର୍ଚ୍ଚ 8 ତାରିଖ ଥାଏ, ଏବଂ ଆପଣମାନଙ୍କ ଏହି ଅଗଷ୍ଟ 28 ତାରିଖ ଦିନ ଯେଉଁଦିନକୁ ଆପଣମାନଙ୍କ ରାକ୍ଷୀ ପୂର୍ଣ୍ଣିମା ପଡ଼ୁଅଛି, ତ ସେଦିନ ଫ୍ରେଣ୍ଡସ୍ ଆପଣମାନଙ୍କୁ ଟଙ୍କା ଟ୍ରାନ୍ସଫର ହେବାକୁ ଯାଉଛି। ତ ଆପଣଙ୍କ ପରିବାରରେ ଯେଉଁମାନେ ମଧ୍ୟ ଟଙ୍କା ପାଉଥାନ୍ତି, ତ ନିଶ୍ଚିତ ଭାବେ ଟଙ୍କା ପାଇବାକୁ ଯାଉଛନ୍ତି। ତ ଫ୍ରେଣ୍ଡସ୍, ଏହା ହେଇପାରେ ଆପଣମାନଙ୍କ ଖୁସି ଖବର। ତ ଫ୍ରେଣ୍ଡସ୍, ରାକ୍ଷୀ ପୂର୍ଣ୍ଣିମା ସହିତ ଆପଣମାନଙ୍କୁ ଆଉ ଗୋଟେ ଖୁସି, ଯେଉଁଟାକି ଆପଣମାନଙ୍କ ସୁଭଦ୍ରା ଯୋଜନା ଟଙ୍କା ଆପଣମାନଙ୍କ ବ୍ୟାଙ୍କକୁ ଟ୍ରାନ୍ସଫର ହେବାକୁ ଯାଉଛି। ତ ଫ୍ରେଣ୍ଡସ୍, ଏଥର ଦେଖନ୍ତୁ ଫ୍ରେଣ୍ଡସ୍, ଅନେକ ଲୋକ 5,000, 10,000, 15,000, 20,000, 25,000 ଟଙ୍କା ପର୍ଯ୍ୟନ୍ତ ପାଇପାରିବେ। ଫ୍ରେଣ୍ଡସ୍, କେମିତି ପାଇବେ ଦେଖନ୍ତୁ, ଯେଉଁମାନେ ପ୍ରଥମରୁ ହିଁ ଟଙ୍କା ପାଇନଥିବେ, ପେଣ୍ଡିଂରେ ବା ଅଣ୍ଡର ପ୍ରୋସେସରେ ଥିବ, ସେମାନେ ଡାଇରେକ୍ଟ 5 ନମ୍ବର କିସ୍ତି ହିସାବରେ ସେମାନେ 25,000 ଟଙ୍କା ମଧ୍ୟ ପାଇପାରିବେ। ଯାହାର 3ଟି କିସ୍ତି ଥିବ 15,000, ଯାହାର 2ଟି କିସ୍ତି ଥିବ 10,000, ଯାହାର 4ଟି କିସ୍ତି ଥିବ 20,000, ଏମିତି ସେମାନେ ଟଙ୍କା ପାଇ ଚାଲିବେ। ତ ଫ୍ରେଣ୍ଡସ୍, ଆପଣଙ୍କ ପରିବାରରେ ଯେଉଁମାନେ ଟଙ୍କା ପାଇବାକୁ ଯାଉଛନ୍ତି ବା ପାଉଛନ୍ତି, ସେମାନଙ୍କୁ କହିଦିଅନ୍ତୁ କି ଆପଣମାନେ ଏହିସବୁ ଜିନିଷ ଆପଣମାନେ ଠିକ୍ କରି ରଖିଲେ ହିଁ ଆପଣମାନଙ୍କ ଆଗାମୀ ଦିନରେ ଆପଣମାନଙ୍କ ସୁଭଦ୍ରା ଯୋଜନା ଟଙ୍କା ପାଇପାରିବେ, ନଚେତ୍ ଆପଣମାନଙ୍କ ଟଙ୍କା ମିଳିବ ନାହିଁ। ତ ଫ୍ରେଣ୍ଡସ୍, ଆପଣମାନଙ୍କ ଫ୍ୟାମିଲିରେ ଆପଣ ନିଶ୍ଚିତ ଭାବେ ସେୟାର କରିଦେବେ। ଏବଂ ଫ୍ରେଣ୍ଡସ୍ ଦେଖନ୍ତୁ, ସୁଭଦ୍ରା ଯୋଜନାକୁ ନେଇ ଅନେକ ମିଥ୍ୟା ପ୍ରଚାର ମଧ୍ୟ ହେଉଛି, ଯେମିତିକି ଫ୍ରେଣ୍ଡସ୍ ଅନେକ ଫ୍ରଡ୍ କଲ୍ ଆସୁଛି କି ଆପଣମାନଙ୍କ ବ୍ୟାଙ୍କରେ ଏଇଟା ଅଛି ସେଇଟା ଅଛି। ତ ଫ୍ରେଣ୍ଡସ୍, ସେଟାକୁ ଆପଣ ଧ୍ୟାନ ଦେବେ ନାହିଁ। ଆପଣ ନିଶ୍ଚିତ ଭାବେ ଆପଣମାନେ ସୁଭଦ୍ରା ଯୋଜନାର ମ୍ୟାନ୍ ପୋର୍ଟାଲକୁ ଯିବେ ଏବଂ ଆପଣମାନେ ଚେକ୍ କରିପାରିବେ ସେଇଠାରୁ କି ଆପଣମାନଙ୍କ ସବୁ ଠିକ୍ ଅଛି କି ନାହିଁ। ତ ଫ୍ରେଣ୍ଡସ୍, ଆପଣମାନେ ଫ୍ରଡ୍ର ଶିକାର ହେବେ ନାହିଁ। ଆପଣମାନେ, ମୁଁ ଆଗରୁ ଭିଡ଼ିଓରେ ମଧ୍ୟ କହିଦେଇଛି ଏବଂ ଭିଡ଼ିଓ ତଳେ ଡିସ୍କ୍ରିପ୍ସନରେ ମଧ୍ୟ ଦେବି କେମିତି ଚେକ୍ କରାଯାଏ, କ'ଣ ରହିଛି ପ୍ରୋସେସ୍। ଆପଣମାନେ ଘରେ ବସି ସବୁ ଆପଣଙ୍କ ନିଜ ମୋବାଇଲରେ ଆପଣମାନେ କଣ୍ଟ୍ରୋଲ କରିପାରିବେ। ଏହା ଥିଲା ଫ୍ରେଣ୍ଡସ୍ ଆଜିର କିଛି ନ୍ୟୁ ଅପଡେଟ୍। ଆଇ ହୋପ୍ ଆଜିର ଭିଡ଼ିଓ ଦ୍ୱାରା ଆପଣମାନଙ୍କୁ କିଛି ମଧ୍ୟ ହେଲ୍ପଫୁଲ୍ ହୋଇଥିବ। ଧନ୍ୟବାଦ। ପୁଣି ଦେଖା ହେବା ନୂଆ ଫ୍ରେଣ୍ଡସ୍ ଟପିକ୍।